ଆଜି କୁହୁଡ଼ିରେ ବାଟ ହିଁ ଦେଖାଯାଉନଥିଲା। ତ ହାଏ ଫ୍ରେଣ୍ଡ, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ତ ମୁଁ ରେଡ଼ି ବାହାରି ଆସିଲି କଲେଜ। ତ ବାଟରେ ଆସିଲା ବେଳେ ଆମ ଗାଁ ରାସ୍ତାରେ ତ କୁହୁଡ଼ି ପ୍ରବଳ ହୋଇଥିଲା। ତ ତାପରେ ମୁଁ ପଳେଇ ଆସିଲି ଗୁଜୁରି ବଜାର ଛକରେ ଟିକେ ବଡ଼ା ଆଳୁଦମ୍ ଟିକେ ନେଇକି ପଳେଇ ଆସିଲି। ତ ମୁଁ କିଛି ଖାଇକି ଆସିନଥିଲି, ତ ସେଥିପାଇଁ ମୁଁ ନେଇ ଆସିଲି କଲେଜ ଆସିକି ଖାଇବା। ତ ମ୍ୟାଡ଼ାମଙ୍କର ମୋର କଲେଜ ପହଞ୍ଚିଲୁ। ମ୍ୟାଡ଼ାମ୍ ଆଗୁଟିଆ ପହଞ୍ଚି ଯାଇଥିଲେ, ତାପରେ ମୁଁ ଆସିକି ପହଞ୍ଚିଗଲି। ତ ମୁଁ ଆସିକି ମ୍ୟାଡ଼ାମ୍ ଆଉ ମୁଁ ଟିକେ ମୁଢ଼ି ଆଉ ଆଳୁଦମ୍ ନେଇ ଆସିଥିଲି, ଆଳୁଦମ୍ ମୁଢ଼ି ଖାଇଦେଲେ। ତ ଖାଇସାରିଲା ପରେ ଆମେ ପଳେଇ ଯାଇଥିଲୁ ଖରାରେ ଖାଇବା ପାଇଁ। ତ ଏପଟେ ଖରାରେ ବସିଗଲୁ, ଆମେ ଟିକେ କଲିଂ କରିଦେଲୁ, କାହିଁକିନା ଥଣ୍ଡା ଲାଗୁଥିଲା ନା ରୁମ୍ ଭିତରେ। ତ ଆମେ ବାହାରକୁ ବାହାରି ଆସିଲୁ, ବାହାରେ ବସିକି କଲିଂ କଲୁ। ଦେନ୍ ଏଠି ଟିକେ ଖରାରେ ବି ବସିଗଲୁ। ତାପରେ ଲଞ୍ଚ ଟାଇମ୍ ବି ହେଇଗଲା, ତ ଆମେ ସେପଟେ ଲଞ୍ଚ କରିବା ପାଇଁ ବି ପଳେଇଲୁ। ଲଞ୍ଚରେ ଆଜି ଥିଲା ଚିକେନ୍। ତ ଏପଟେ ଖାଇଦେଇକି ପଳେଇ ଆସିଲା ପରେ 1 ଘଣ୍ଟା ଥିଲା ଆମ ପିଲାମାନଙ୍କର ଲାଇବ୍ରେରୀ। ତ ସେଥିପାଇଁ ପିଲା ସବୁ ଆସିକି ଲାଇବ୍ରେରୀରେ ପଢ଼ୁଥିଲେ। 1 ଘଣ୍ଟା ପଢ଼ି ସାରିଲା ପରେ ତାପରେ 4ଟାରେ ସେ ପଳେଇଲେ। ଦେନ୍ ଆମେ ବି ଘରକୁ ପଳେଇ ଆସିଲୁ। ତ ଆସିଲା ବେଳେ 5ଟା ହେଇଯାଇଥିଲା, ସେତେବେଳକୁ ଅନ୍ଧାର ବି ହେଇଗଲାଣି। ତ ଦେଖନ୍ତୁ, ଏଇଟା ହେଉଛି ମୋ କଲେଜ ରାସ୍ତା ଦେଇକି ଆସିଥିଲି ମୁଁ ଆଜି ଗୋପାଳ ଗାଁ ଦେଇକି। ତ ଦେଖନ୍ତୁ ଅନ୍ଧାର ବି ବହୁତ ହେଇଗଲାଣି, ସେଥିପାଇଁ ମୁଁ ଜଲ୍ଦି ପଳେଇ ଆସିଲି। ରହୁଛି, ଜୟ ଜଗନ୍ନାଥ।